ହ୍ୟାଲୋ ଜୟ ଜଗନ୍ନାଥ ସାଙ୍ଗମାନେ। ତ ଆଜିର ଏଇ ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ। ତ ଆଜି ସକାଳୁ ଉଠି ଗାଧେଇ ପାଧେଇ ଆସି ଯାଇଥିଲୁ ମନ୍ଦିର, କାହିଁକିନା ଆଜି ଆମ ଗାଡ଼ି ପୂଜା ହେବାର ଥିଲା। ତ ସେଥିପାଇଁ ସେଠି ଆସି ଦେଖେ ତ ଆମର ଗେଣ୍ଡୁମାଳ ଗୁନ୍ଥା ଚାଲିଥିଲା ଗାଡ଼ିରେ ଲଗା ହେବା ପାଇଁ। ତାପରେ ମୁଁ ମନ୍ଦିର ଭିତରକୁ ପ୍ରବେଶ କରିଥିଲି, ଯେଉଁଟାକି ଆପଣମାନେ ଦେଖିପାରୁଥିବେ। ତ ଠାକୁରଙ୍କୁ ଦର୍ଶନ କରି ପଳେଇ ଆସିଥିଲି ବାହାରକୁ ଗାଡ଼ି ପାଖକୁ। ତ ଆପଣମାନେ ଦେଖିପାରୁଥିବେ ଏଇଭଳି ଭାବରେ ଆମର ଗାଡ଼ି ସଜା ହେଇକି ଥୁଆ ହେଇଛି ପୂଜା ହେବା ପାଇଁ। ତ ଭାଇନାଙ୍କ କହିବା ଅନୁସାରେ ଆମେ ଫୁଲମାଳ ଆଉ ଶାଲୁ କପଡ଼ା ଗାଡ଼ିରେ ବାନ୍ଧି ଦେଇଥିଲୁ। ତାପରେ ଭାଇନା ଆସି ନଡ଼ିଆ ବାଡ଼େଇ ଫୁଲ ଛିଞ୍ଚା ଛିଞ୍ଚି କରି ସିନ୍ଦୁର ଫିନ୍ଦୁର ଲଗେଇ ପୂଜା କରିଦେଇଥିଲେ। ଆପଣମାନେ ଦେଖିପାରୁଥିବେ ଭାଇନା ପୂଜା କରୁଛନ୍ତି। ପୂଜା କରିସାରିବା ପରେ ଆମେ ସବୁ ଗାଡ଼ି ତଳେ ଚକା ତଳେ ଗୋଟେ ଲେମ୍ବୁ ଥୋଇ ଦେଇଥିଲୁ, କାହିଁକିନା ପୂଜା କରିସାରିବା ପରେ ଗାଡ଼ି ଚକା ତଳେ ଲେମ୍ବୁ ଚଢ଼ା ହୋଇଥାଏ। ଆପଣମାନେ ଦେଖିପାରୁଥିବେ ଏଇଭଳି ଭାବରେ ଆମର ସବୁ ଗାଡ଼ିର ଗୋଟେ କରି ଲେମ୍ବୁ ଚଢ଼ା ହୋଇଥିଲା। ତ ତାପରେ ଆମେ ପଳେଇ ଆସିଥିଲୁ ପୂଜା ସାରି ବାହାରକୁ। ଆସିବା ରାସ୍ତାରେ ଆମର ଟିକେ କାମ ପଇଲା, ଆମେ ଆସିଥିଲୁ ବାଲିଅନ୍ତା। ତ ବାଲିଅନ୍ତା ଆସୁ ଯେହେତୁ ଆମେ ଟିକେ ଦଶହରା ବୁଲିବାକୁ ପଳେଇ ଆସିଲୁ, ବାଲିଅନ୍ତାରେ ହେଇଥିବା ଦଶହରା। ତ ଆପଣମାନେ ଦେଖିପାରୁଥିବେ ବାଲିଅନ୍ତାର ଏଇଟା ହେଉଛି ଫ୍ରଣ୍ଟ ଗେଟ୍ଟା। ଆଉ ଏଠି ଷ୍ଟେଜ୍ ଉପରେ ନାଚ ଗୀତ ମଧ୍ୟ ଭଜନ ସନ୍ଧ୍ୟା ମଧ୍ୟ ହୁଏ ରାତିରେ। ତ ଆପଣମାନେ ଦେଖିପାରୁଥିବେ ପ୍ରବଳ ଗହଳି ହେଇଛି, ଏଠୁ ଭିତରକୁ ବି ଯିବାକୁ ଜାଗା ମିଳୁନି। ତ ଏଇଠି ଆମେ ରହି ଠାକୁରଙ୍କୁ ଦର୍ଶନ କରିଥିଲୁ। ଏତେ ଗହଳି ହେଇଛି କାରଣ ଠାକୁରଙ୍କ ପୂଜାଟା ବର୍ତ୍ତମାନ ଚାଲିଥିଲା, ତ ସେଥିପାଇଁ ଏତେ ଗହଳି ହେଇଥିଲା। ତ ଆମେ ତାପରେ ଘରକୁ ଆସି ଯାଇଥିଲୁ। ରହିଲି। ଜୟ ଜଗନ୍ନାଥ ସାଙ୍ଗମାନେ।